ଖ୍ରୀଷ୍ଟରେ ଥିବା ପ୍ରତ୍ୟେକ ଭାଇ ଏବଂ ଭଉଣୀମାନଙ୍କୁ ମୋର ପ୍ରେଜ୍ ଲର୍ଡ ଆମର ଦର୍ଶକ ବନ୍ଧୁ ସମସ୍ତଙ୍କୁ ମୋର ନମସ୍କାର ମୁଁ ଜଣାଏ। ଆଜି ମୁଁ ପାଷ୍ଟର ବେନ୍ ଆଜି ମୁଁ ଆସିଅଛି ଖାସ୍ କରି ଗୋଟେ ରିପ୍ଲାଏ ଭିଡ଼ିଓ ମୁଁ କରିବାକୁ ଚାହୁଁଛି ଖାସ୍ କରି ତପି ମିଶ୍ର ଆଜ୍ଞା ପାଇଁ। ତାଙ୍କେ ଯୀଶୁ ଖ୍ରୀଷ୍ଟଙ୍କର ନାମରେ ଆମର ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଅନେକ ଅନାପ ଶନାପ କହିଅଛନ୍ତି, ଅନେକ ମିଥ୍ୟା କଥା କହିଅଛନ୍ତି, ଅନେକ ଫେକ୍ ବିଷୟ କହିଅଛନ୍ତି। ତ ସେଟାକୁ କାଉଣ୍ଟର କରିବା ପାଇଁ ସେଟା ତାର ରିପ୍ଲାଏ ଦେବା ପାଇଁ ମୁଁ ଏଇ ଭିଡ଼ିଓଟା ବନେଇ ଅଛି। ତାଙ୍କେ ଅନେକ ପଏଣ୍ଟ ଗୁଡ଼ିକ କହିଛନ୍ତି ଆଉ ସେ ଅନେକ ପଏଣ୍ଟରୁ କିଛି ପଏଣ୍ଟ ଆମେ ଆଲୋଚନା କରିବା। ତାପରେ ପ୍ରଥମେ ଆମେ ଦେଖିବା ତାଙ୍କେ କହିଥିଲେ ଯୀଶୁଙ୍କର ଲଷ୍ଟ ଇୟର୍ସ ବା ଯେଉଁ 12ରୁ 29 ବର୍ଷ ଯାଏଁ ଯୀଶୁ ଖ୍ରୀଷ୍ଟ କୋଉଠି ଥିଲେ। ତାଙ୍କେ କହୁଛନ୍ତି କି ତାଙ୍କେ 12ରୁ 29 ଇୟର୍ସ ଯାଏଁ ଇଣ୍ଡିଆ ଆସିଥିଲେ, ଭାରତ ଦେଶ ଆସିଥିଲେ ଆଉ ବୌଦ୍ଧ ଧର୍ମ ହିନ୍ଦୁ ଧର୍ମରେ ଶିଖିକିନା ତାଙ୍କ ଦେଶକୁ 29 ଇୟର୍ସ ପରେ ତାଙ୍କେ ଯାଇଥିଲେ। ଏଇଟା ଗୋଟେ ମିଥ୍ୟା କଥା। ଦେର୍ ଇଜ୍ ନୋ ହିଷ୍ଟୋରିକାଲ ଏଭିଡେନ୍ସ ଦ୍ୟାଟ୍ ଜିଜସ୍ କେମ୍ ଟୁ ଇଣ୍ଡିଆ। ଏ ଯେଉଁ ବହି ଲେଖିଅଛନ୍ତି ନିକୋଲାସ ନୋଟୋଭିଚ୍, ତାଙ୍କେ ବହି ଲେଖିଥିଲେ କି ଯୀଶୁ ଖ୍ରୀଷ୍ଟ ଭାରତ ଦେଶରେ ଆସିଥିଲେ 12ରୁ 29 ଇୟର୍ସରେ। ଏ ବହି ଗୋଟେ ହକ୍ସ ଅର୍ଥ ହେଉଛି ଗୋଟେ ମିଥ୍ୟା ବହି, ଗୋଟେ ଫେବ୍ରିକେଟେଡ୍ ବହି ଆଉ ଗୋଟେ ସିଡୋଗ୍ରାଫି ବହି। ଏ ବହିରେ କିଛି ସତ୍ୟତା ନୁହେଁ, ଏଇଟା ଗୋଟେ କାହାଣୀ ଟାଇପ୍ର ବହି ଆଉ ଏଇଠି କିଛି ସତ୍ୟତା ନୁହେଁ, ଏଇଟା ପ୍ରମାଣ ବି ହେଇଯାଇଛି। ତ ମିଥ୍ୟା ବହିକୁ ସିଡୋଗ୍ରାଫି ବହିକୁ ନେଇକିନା ତାଙ୍କେ କ'ଣ ପ୍ରମାଣ କରିବା ଚାହୁଁଛନ୍ତି ଆମେ ଜାଣିପାରୁନୁ। ମୁଁ କହିବାକୁ ଚାହୁଁଛି ଏଇଠି ଏ ଯେଉଁ ବହି ନିକୋଲାସ ନୋଟୋଭିଚ୍ ଲେଖିଅଛନ୍ତି ଯୀଶୁ ଖ୍ରୀଷ୍ଟଙ୍କର ଲଷ୍ଟ ଇୟର୍ସ ତାଙ୍କେ ଇଣ୍ଡିଆ ଆସିଥିଲେ, ଏଇଟା ଗୋଟେ ମିଥ୍ୟା ବହି, ଏଠି ସିଡୋଗ୍ରାଫି ଆର କିଛି ପ୍ରମାଣ ନାହିଁ। ତ ଆଉ ଗୋଟେ ମୁଁ କହିବାକୁ ଚାହିଁବି, ଆଉ ଗୋଟେ ପଏଣ୍ଟ ତାଙ୍କେ କହିଥିଲେ ଯୀଶୁଙ୍କର କବର ଶ୍ରୀନଗର ବା କାଶ୍ମୀରରେ ଅଛି। ଯେଉଁ ଆମ ତାଙ୍କୁ କହୁଛନ୍ତି ଯୀଶୁଙ୍କର କବର ବା ଟୁମ୍ ଯେଉଁଟା ଅଛି ରୋଜାବାଲ ଶ୍ରାଇନ୍, ଯେଉଁଟା ବର୍ତ୍ତମାନ ମୁସଲିମ ମାନେ ସେଇଟା କେୟାରଟେକ୍ କରୁଅଛନ୍ତି। ଆଉ ସେମାନେ କୁହନ୍ତି ଏଇଟା ଯୀଶୁ ଖ୍ରୀଷ୍ଟଙ୍କର କବରସ୍ଥାନ ନୁହେଁ, ଏଇଟା ହେଉଛି ଆମର ପ୍ରଚାରକ, ଆମର ମୁସଲିମ ଧର୍ମର ପ୍ରଚାରକ, ତାଙ୍କ ନାଁ ଲେଖାଯାଇଛି ୟୁଜ୍ ଆସିଫ୍ ଆଣ୍ଡ ସାଇଦ୍ ନାସିରୁଦ୍ଦିନଙ୍କର କବ୍ରିସ୍ତାନ। ତ ଏଇଟା ତାଙ୍କର ରୋଜାବେଲ ଶ୍ରାଇନ୍, ତାଙ୍କର ମୁସଲିମର ପ୍ରଚାରକ, ଏ ଦୁଇ ଜଣଙ୍କର କବରସ୍ଥାନ ଅଟେ। ତ ଏଇଟା ଯୀଶୁଙ୍କର କବରସ୍ଥାନ ନାହିଁ ବୋଲି ତାଙ୍କେ କହୁଅଛନ୍ତି। ଇଟ୍ସ ଏ ଫଲ୍ସ ବୋଲି ଇଟ୍ସ ଏ ଫଲ୍ସ ଷ୍ଟେଟମେଣ୍ଟ ବୋଲି ତାଙ୍କୁ କହୁଛନ୍ତି, ମିଥ୍ୟା କଥା ବୋଲି ତାଙ୍କେ କହୁଅଛନ୍ତି। ତ ମୁଁ କହିବାକୁ ଚାହୁଁଛି ଯୀଶୁଙ୍କର କବର ଜେରୁସାଲେମରେ ଅଛି ଆଉ ସେ କବର ଖାଲି ପଡ଼ିଅଛି, କାରଣ ଯୀଶୁ ଖ୍ରୀଷ୍ଟ ମୃତ୍ୟୁଞ୍ଜୟ ପରମେଶ୍ୱର। ତାଙ୍କେ ମରିକିନା 3 ଦିନ ପରେ ଉଠି ତାଙ୍କେ ବିଜୟ ଯାତ୍ରା କରିଲେ। ମୁଁ କହିବାକୁ ଚାହୁଁଛି ଯୀଶୁ ଖ୍ରୀଷ୍ଟ ତାଙ୍କର ଇଣ୍ଡିଆ କେବେ ଆସିନଥିଲେ, ଏଇଟା ମିଥ୍ୟା କଥା। ଇତିହାସରେ ଏଇଟା ବୋଲେ ଏଇଟା ମିଥ୍ୟା କଥା ବୋଲି କୁହାଯାଇଛି, ଇତିହାସରେ ପ୍ରମାଣ କରାଯାଇନି କି ଯୀଶୁ ଖ୍ରୀଷ୍ଟ ଭାରତ ଦେଶ ଆସିଥିଲେ। ତ ଅନେକ ପଏଣ୍ଟ ତାଙ୍କେ କହିଅଛନ୍ତି ଆଉ ଅନେକ ପଏଣ୍ଟ ତାଙ୍କେ କହିଅଛନ୍ତି। ଖାସ୍ କରି ତାଙ୍କେ କହୁଛନ୍ତି ଲୋ କାଷ୍ଟ ଲୋକ, ହରିଜନ ଲୋକ, ଆଦିବାସୀ ଲୋକ, ଅଶିକ୍ଷିତ ଲୋକ, ଅନଏଜୁକେଟେଡ୍ ଲୋକ, ଏଇମାନେ କ'ଣ କି ନା ଖ୍ରୀଷ୍ଟିଆନ ଧର୍ମ କିଛି ଲୋଭ ପାଇଁ, କିଛି ଚାଉଳ ବସ୍ତା ପାଇଁ, କିଛି ଟଙ୍କା ପାଇଁ ସେମାନେ ଖ୍ରୀଷ୍ଟିଆନ ଧର୍ମକୁ ଗ୍ରହଣ କରୁଅଛନ୍ତି। ଏଇଟା ଗୋଟେ ଏ ପ୍ରକାର ମିଥ୍ୟା ଷ୍ଟେଟମେଣ୍ଟ ତାଙ୍କେ ଦେଇଅଛନ୍ତି। ଧର୍ମାନ୍ତରୀକରଣ ଏ ପ୍ରକାର ଲୋକମାନଙ୍କୁ କରାଯାଏ, ଏଇଟା ଗୋଟେ ମିଥ୍ୟା କଥା, ଏଇଟା ପୁରାପୁରି ମିଥ୍ୟା କଥା। ଆଉ ମୁଁ କହିବାକୁ ଚାହିଁବି, ମୋ ହସ୍ତରେ ଗୋଟେ ବହି ଅଛି, ମୁଁ ଆପଣଙ୍କୁ ଦେଖିବାକୁ ଚାହିଁବି। ଆପଣ ଦେଖିପାରିବେ ଲେଖାଯାଇଛି, ଦେଖନ୍ତୁ ଆପଣ ଦେଖିପାରିବେ ସତ୍ୟ ପୁରାଣ ଲେଖାଯାଇଛି ଆଚାର୍ଯ୍ୟ ଗଙ୍ଗାଧର ରଥ। ସତ୍ୟ ପୁରାଣ ଆଚାର୍ଯ୍ୟ ଗଙ୍ଗାଧର ରଥଙ୍କର ଷ୍ଟୋରି ଆପଣ ଟିକେ ତଦନ୍ତ କରନ୍ତୁ। ଆପଣ ଜାଣିଛନ୍ତି କି ନାହିଁ ଶ୍ରୀଯୁକ୍ତ ଆଚାର୍ଯ୍ୟ ଆମର ଗଙ୍ଗାଧର ରଥ ଆଜ୍ଞା ତାଙ୍କେ ଗୋଟେ ପୁରୀର ପଣ୍ଡା ଥିଲେ, ଜଗନ୍ନାଥ ପୁରୀ ମନ୍ଦିରର ପଣ୍ଡା ଥିଲେ, ଗୋଟେ ପୂଜାରୀ ଥିଲେ ବା ସେବାୟତ ଥିଲେ। ଆଉ ତାଙ୍କେ ଯୀଶୁ ଖ୍ରୀଷ୍ଟଙ୍କର ଦର୍ଶନ ମନ୍ଦିର ଭିତରେ ଦେଖିଲେ ଆଉ ତାପରେ ତାଙ୍କେ ଯୀଶୁ ଖ୍ରୀଷ୍ଟ ଗ୍ରହଣ କରିକି ଯୀଶୁଙ୍କର ପ୍ରଚାର କରି ବୁଲିଲେ ଆଉ ଶେଷରେ ତାଙ୍କେ ଗୋଟେ ପାଷ୍ଟର ବା ପାଦ୍ରୀ ହେଲେ ଆଉ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଲୋକମାନଙ୍କୁ ପ୍ରଚାର କରିଅଛନ୍ତି। ତାପରେ ତାଙ୍କେ ବହି ଲେଖିଅଛନ୍ତି ସତ୍ୟ ପୁରାଣ, ଆପଣ ଦେଖିପାରିବେ ସତ୍ୟ ପୁରାଣ ଏ ବହି ତାଙ୍କେ ଲେଖିଅଛନ୍ତି। ଆପଣ ଟିକେ ତଦନ୍ତ କରନ୍ତୁ, ଟିକେ ଇନଭେଷ୍ଟିଗେଟ୍ କରନ୍ତୁ। ଏ ବହି ତାଙ୍କେ ଲେଖିଅଛନ୍ତି ଗୋଟେ ପୁରୀର ପଣ୍ଡା ଯୀଶୁଙ୍କୁ ଗ୍ରହଣ କରିକି ଗୋଟେ ପାଷ୍ଟର ବା ପାଦ୍ରୀ ହେଇଥିଲେ। ତ ମୁଁ କହିବାକୁ ଚାହୁଁଛି ଏ ବହି ବି ଆପଣମାନେ ପଢ଼ିପାରିବେ। ମୁଁ ଲିଙ୍କରେ ଡିସ୍କ୍ରିପ୍ସନରେ ଲିଙ୍କଟା ପଠାଇଦେବି, ଆପଣମାନେ ଏ ବହି ପଢ଼ିପାରିବେ। PDF ଫର୍ମାଟ୍ରେ ଅଛି ଆଉ ଗୁଗଲରେ ସର୍ଚ୍ଚ କଲେ ବି ଏ ବହିଟା ଆପଣମାନେ ପାଇପାରିବେ। ମୁଁ କହିବାକୁ ଚାହୁଁଛି ଖାଲି
आदिवासी लोक अशिक्षित लोक ए सब वर्गर लोक मैंने जीशु को ग्रहण करुँच किसी टंका लोभरे ये सब विषय कहते मिथ्या कथा अनेक उच्च जाति ब्राह्मण लोक मैंने भी जीशु ग्रहण कर तो जानते आपन ना तो तपी मिश्र टाइटल रे भी अनेक लोक मैंने ख्रीस्टान ही अच्छा तो ये विषय मिथ्या कथा कि लो कास्ट लोक बा जाति भाति सब विषय आणुअछंती मु तो कहबी को जाति नुहे गुटे का जाति अच्छी से जाति होची मनुष्य जाति तो मु कहया को चाहूची एठी तांके अनेक मिथ्या स्टेटमेंट मिथ्या कथा सब कहि किना लोक मान को भ्रांत करूअछंती आपण जानि अछंती कि नै तांके कहउछंती अशिक्षित लोक जो माने पाठशाठ पढ़ी नांती जीशु को ग्रहण करूअछंती आपण जानिचंती कि नै हमर उत्कल गौरव मधुसूदन दास तांके हिंदू रो ख्रीस्टियन हेले कन्वर्ट हेले जे ख्रीस्टियन हेले आ तांको द्वारा आज हम गोटे ओडिशा स्टेट अछि ताकि जो न था ओडिशा स्टेट न था आमर 1936 रे एप्रिल 1 रे हम ओडिशा स्टेट गोटे इंडिपेंडेंट है बिहार भारी किना गोटे इंडिपेंडेंट स्टेट है तो ये सब विषय अपन मिथ्या कथा कहते मधुसूदन दास आज्ञा होती कथारे भी अच्छी पाठ पढ़ी मधु बाबू सहित लड़ी तो मधुसूदन दास आज्ञा उत्कल गौरव तांके गोटे ख्रीस्टियन और तांके प्रथम ग्रेजुएट प्रथम बीए पास होती प्रथम एमए करी एलएलबी भी प्रथम ओडिशा करी तो तांके गोटे शिक्षित लोक हाईली क्वालिफाइड व्यक्ति जड़े तांके जीशु ख्रीस्ट ग्रहण कले आ ख्रीस्टियन ही अच्छा आपन जानी अच्छा कि नहीं आम डॉक्टर राधाकृष्णन तांकर जन्मदिन रे आमे गुरु दिवस बा टीचर डे पालन करू आ डॉक्टर राधाकृष्णन कोई अच्छा सबुठ बड़ टीचर होचंती जीशु ख्रीस्ट जीसस क्राइस्ट इज द ग्रेटेस्ट टीचर बोली तांको होचंती आ तांको स्टेटमेंट को होचंती ओनली 1% डिजर्व्स टू बी गुरु एंड दैट इज जीसस क्राइस्ट जणे व्यक्ति ही गुरु रो टाइटल दिया जीव गुरु बोली डिजर्व होवे सेटा होची जीशु ख्रीस्ट देखंतु तांके जीशु ख्रीस्ट विषय केते महान विषय कोई अछंती जनकु का गुरु कोई होबो आ से गुरु होचंती जीशु ख्रीस्ट डॉक्टर राधाकृष्ण तांकर जन्मदिन रे आमे गुरु दिवस बा टीचर डे सेलिब्रेट करू आपण माने जानिथिबे आपण माने सेलिब्रेट करू अछंती स्कूल थिला बेले आमे सेलिब्रेट करछु तो मु कहया को चाहूछु एठी अनेक फॉल्स स्टेटमेंट अनेक मिथ्या कथा तांके को अछंती जीशुंकर गर्लफ्रेंड थिला केतरा गर्लफ्रेंड दुईटा गर्लफ्रेंड तीनटा गर्लफ्रेंड थिला सब मिथ्या कथा जीशुंकर फॉलोवर थिले आज आप सोशल मीडिया रे जदि आप फेमस होचंती अनेक पुओ झियो माने आपन को फॉलो करूछंती ता अर्थ नै से मान तमर बॉयफ्रेंड हेबे तमर गर्लफ्रेंड हेबे जीशुंकर अनेक फॉलोवर थिले हजार हजार लोक जीशु को फॉलो करथिले सेति पई तांकर सहित तो क्लोज थिले तो ये सब विषय जीशु ख्रीष्टकर गर्लफ्रेंड थिला ये सब बेकार विषय अनाप शनाप कथा मिथ्या कथा कहबाटा ठीक नुहे तो मु कहया को चाहूची जीशुंकर अनेक लेडीज डिसाइपल बा फॉलोवर थिले आ जीशुंकर कोनोसी गर्लफ्रेंड नथिले फास्ट बाइबल पढंतु तापर जानि पारिबे तापर अनेक कथा आपण कइले खास करी कहले बाइबल रो अनेक ट्रांसलेशन अछि एनएलटी एनआईवी अनेक ट्रांसलेशन आपण कहिले आ सब बाइबल अलग अलग लिखा जाइछि कोनोसी बाइबल सत्यता लिखा जायनि अनेक विषय अलग अलग लिखा जाइछि बोली आपण कहिले मो पाखे अनेक बाइबल अछि म आपण देखा को चाहिबी मो पाखे देखंतु होली बाइबल अछि एटा होछि एनआईवी स्टडी बाइबल तापर मो पाखे एनएलटी बाइबल अछि एनएलटी बाइबल सब मो बाइबल मु पढुछि मो पाखे अछि मेसेज बाइबल मो पाखे आउरी गोटे बाइबल अछि देखंतु अनेक स्टडी बाइबल रखिछि मो पाखे आउरी बाइबल जाक अच्छी देखो मो पाखे आउरी एनआईवी रो अनेक बाइबल अच्छी मो पाखे केजेवी बाइबल अच्छी अनेक ट्रांसलेशन मु रखी अच्छी देखो मो पाखे अनेक बाइबल मु रखी अच्छी आ मो पाखे आउरी बाइबल गुड अच्छी पॉकेट बाइबल एटा मु पॉकेट रखिकी फ्री टाइम रे पढ़ी थाए ए छोटो बाइबल रखी अच्छी तो मु कहया चाहूँ जब मुझे सब बाइबल पढ़िली सब बाइबल समान लिखा जाइछि कौनसी विषय अलग लिखा जाइनि सेम लिखा जाइछि खाली गोटे डिफरेन्स मु कहया चाहिबी से भाषार प्रयोग तर्जमा आमे देखुछु आमे जो देखिबा केजीबी बाइबल ओल्ड इंग्लिश लिखा जाइछि जोटा ओल्ड इंग्लिश रे आगरे यू को दाउ कहउथिले योर को दाई कहउथिले बिलीव को बिलीवेट कहउथिले अनेक इंग्लिश रे मॉडिफाई हेछि भाषाटा मॉडिफाई हेछि तो मु कहया चाहूछु ओल्ड जमाना रे ता इंग्लिश टिके अलगा थिला तो से दाउ लिखा है यू को दाउ लिखा जाइछि योर को दाय लिखा जाइछि बिलीव को बिलीवेट लिखा जाइछि तो से सब वर्ड वर्तमान जुग वर्तमान कंटेम्पोरारी इंग्लिश रे यूज करा जाय नै
ବର୍ତ୍ତମାନ ଇଂଲିଶରେ ସେ ସବୁ ୱାର୍ଡ ଆମେ ୟୁଜ୍ କରୁନୁ। ଦାଉକୁ ୟୁ, ଦାଇକୁ ୟୁର, ଏସବୁ ୱାର୍ଡ ଆମେ ୟୁଜ୍ କରୁନୁ। ବିଲିଭେଟ୍ କହୁଛନ୍ତି, ଏବେ ବିଲିଭ୍ କହୁଛୁ, ବିଶ୍ୱାସ ବିଲିଭ୍, ଆଗରେ ବିଲିଭେଟ୍ କହୁଥିଲେ। ତ ସେଇ ୱାର୍ଡର ମୋଡିଫାଏ ହେଇଛି, ଯୋଉ ଦ୍ୱାରା ଆଜିକାଲିର ସର୍ବସାଧାରଣ ଲୋକ ଯେ ଇଂଲିଶ ପଢୁଅଛନ୍ତି ସେମାନେ ବୁଝିପାରିବେ, ତାଙ୍କର ଭାଷାରେ ଲେଖାଯାଇଛି। ତ ସେଇଟାକା ମୋଡିଫାଏ ହେଇଛି। ଆଉ କିଛି ଅନେକ ବିଷୟ ବୋଲି ଆମେ କହିବାକୁ ଚାହୁଁଛି, କିଛି ବାଇବେଲ ମୋଡିଫାଏ ହେଇନି, ସବୁ ସମାନ ଅଛି, କିଛି ଡିଫରେନ୍ସ ନାହିଁ। ବାଇବେଲ, ମୁଁ ଅନେକ ବାଇବେଲ ପଢୁଛି, ସବୁ ବାଇବେଲ ସମାନ ଅଛି। ମୁଁ କହିବାକୁ ଚାହୁଁଛି ଇଂଲିଶ ଆପଣ ଦେଖନ୍ତୁ, ଗୋଟେ ଆପଣଙ୍କୁ ବୁଝାଇବା ପାଇଁ ଗୋଟେ କଥା କହିବାକୁ ଚାହିଁବି। ଏବେ ଦେଖନ୍ତୁ ସମ୍ବଲପୁରୀ ଭାଷାରେ ଟମାଟୋକୁ ପାତାଲ ଭଟା ବା ପାତାଳି କୁହାଯାଏ, ଲଙ୍କାକୁ ମିର୍ଚା କୁହାଯାଏ। ଯଦି ସମ୍ବଲପୁରୀ ଲୋକ ଯାଇକି ଭୁବନେଶ୍ୱର ବା କଟକ ଯାଇକିନା କହିବ ମୋତେ ପାତାଲ ଭଟା ବା ମୋତେ ମିର୍ଚା ଦିଅ, ଆପଣ ମାନେ ବୁଝିପାରିବେନି, କାରଣ ଆପଣ ସେ ଭାଷା ଜାଣିନାହାନ୍ତି। ଦେଖନ୍ତୁ, ତ ସେଇ ପ୍ରକାରର ଇଂଲିଶରେ ବି ଅନେକ ଅଛି। ଆମେରିକାନ ଇଂଲିଶ ଅଛି, ବ୍ରିଟିଶ ଇଂଲିଶ ଅଛି, ଇଣ୍ଡିଆନ ଇଂଲିଶ ଅଛି, ଅଷ୍ଟ୍ରେଲିଆନ ଇଂଲିଶ ଅଛି। ତ ସେ ଇଂଲିଶ ଲୋକମାନଙ୍କୁ ବୁଝାଇବା ପାଇଁ ଏଇ ସବୁ ଟ୍ରାନ୍ସଲେସନ ହେଇଛି। ବ୍ରିଟିଶ ଲୋକ ପାଇଁ ବ୍ରିଟିଶ ଭାବରେ ଲେଖାଯାଇଛି, ଆମେରିକାନ ଲୋକ ପାଇଁ ଆମେରିକାନ ଭାବରେ ଲେଖାଯାଇଛି, ଯୋଉ ଦ୍ୱାରା ସେମାନେ ବୁଝିପାରିବେ। କିଛି ମୋଡିଫାଏ ହେଇନି, କିଛି ଚେଞ୍ଜ ହେଇନାହିଁ, ମାତ୍ର ସେ ଯୋଉ ୱାର୍ଡ ସେମାନେ ୟୁଜ୍ କରୁଅଛନ୍ତି, ସେ ରିଡର ଯେ ପଢିବ, ଜେନେରାଲ ଅଡିଏନ୍ସ ଯେଉଁମାନେ ପଢିବେ, ଯୋଉ ରିଡର ପଢିବେ, ସେମାନେ ବୁଝିପାରିବେ, ସେଥିପାଇଁ ଟ୍ରାନ୍ସଲେସନ କରାଯାଇଛି। ଆଉ କିଛି ତଫାତ ନାହିଁ, କିଛି ଡିଫରେନ୍ସ ନାହିଁ। ମୁଁ ସବୁ ବାଇବେଲ ପଢୁଛି, ଆଉ ସବୁ ସେମ୍ ଲେଖାଯାଇଛି। ତ ଆପଣ କହିପାରିବେ ନାହିଁ କି ସବୁ ବାଇବେଲ ଅଲଗା ଅଛି। ମୁଁ ସବୁ ବାଇବେଲ ପଢୁଛି, ଆଉ ମୁଁ ଦେଖୁଛି, ପଢିଲା ପରେ ଜାଣୁଛି ସବୁରେ ସେମ୍ ଲେଖାଯାଇଛି। ତ ଏଇ ସବୁ ବିଷୟ ଆପଣ ଭଣ୍ଡ ଯୀଶୁଙ୍କୁ ବିଷୟରେ ଅନେକ ମିଥ୍ୟା କଥା ଆପଣ କହୁଛନ୍ତି। ଯୀଶୁଙ୍କୁ 3ଟା କଣ୍ଟାରେ ବା 3ଟା ପିରିକରେ ହତ୍ୟା କରିଗଲେ, ମରିଗଲେ, ଏଇଟା କି ପ୍ରଭୁ ଆପଣ କହୁଛନ୍ତି? ଆପଣ ବାଇବେଲ ପଢି ନାହାନ୍ତି। ଯୀଶୁ କ୍ରୁଶରେ ହତ ହେଲେ ଆମ ପାପ ପାଇଁ, ଜଗତର ମାନବର ପାପ ପାଇଁ, ଉଦ୍ଧାର ପାଇଁ କ୍ରୁଶରେ ହତ ହେଲେ, ଆଉ 3 ଦିନ ପରେ ମୃତ୍ୟୁଞ୍ଜୟ ହେଲେ, ମୃତ୍ୟୁକୁ ଜୟ କରିଲେ। ଆପଣ ଜାଣିଅଛନ୍ତି, ସମସ୍ତ ମାନବ ଜାତି ପାଇଁ କ୍ରୁଶରେ ହତ ହେଲେ, ଆମର ପାପ ପାଇଁ, ଆମର ଉଦ୍ଧାର ପାଇଁ। ସମସ୍ତ ଲୋକ ଇନକ୍ଲୁଡିଂ ତପି ମିଶ୍ର। ମୁଁ କହିବାକୁ ଚାହୁଁଛି ଏଇଠି, ଯୀଶୁ ମରିଲେ ଆମ ପାପ ପାଇଁ, ଆଉ ଆମେ ଦେଖୁଛୁ ତାପରେ 3 ଦିନ ପରେ ତାଙ୍କେ ଉଠିଲେ, ଆଉ 40 ଦିନ ତାଙ୍କେ ତାଙ୍କର ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା ହେଲେ। 500ରୁ ଅଧିକ ଶିଷ୍ୟ ସହିତ ତାଙ୍କର ଯୋଗାଯୋଗ ହେଲା, ତାଙ୍କ ସହିତ କଥାବାର୍ତ୍ତା ହେଲେ, ତାଙ୍କ ସହିତ ଖାଇଲେ। ତାପରେ 40 ଦିନ ପରେ ତାଙ୍କେ ସ୍ୱର୍ଗ ଆରୋହଣ ବା ସ୍ୱର୍ଗକୁ ଯାଇଅଛନ୍ତି। ତ ମୁଁ କହିବାକୁ ଚାହୁଁଛି ଏସବୁ ବିଷୟ କି ଯୀଶୁ ମୃତ୍ୟୁଞ୍ଜୀବୀ ପରମେଶ୍ୱର, ମୃତ୍ୟୁକୁ ଜୟ କଲେ, ତାଙ୍କେ ଆମ ଉଦ୍ଧାରକର୍ତ୍ତା, ତ୍ରାଣକର୍ତ୍ତା, ରକ୍ଷାକର୍ତ୍ତା, ଆଉ ତାଙ୍କୁ ଆମେ ବିଶ୍ୱାସ କରୁଅଛୁ। ଆମେ ଦେଖୁଛୁ ଖ୍ରୀଷ୍ଟିଆନ ଧର୍ମ ଏବେ ଜଗତରେ ନମ୍ବର 1 ରିଲିଜନ ବି ଅଛି। ତ ମୁଁ କହିବାକୁ ଚାହୁଁଛି ଏସବୁ ବିଷୟ ଯୀଶୁଙ୍କୁ ଭ୍ରାନ୍ତ ଶିକ୍ଷା ଯୀଶୁ ଦେଉଛନ୍ତି, ବା ସାର୍ଥୀ ବାବା ସହିତ ଯୀଶୁଙ୍କୁ କମ୍ପେୟାର କରୁଛନ୍ତି। ଏସବୁ ମିଥ୍ୟା କଥା କୁହନ୍ତୁ ନାହିଁ। ବାଇବେଲ ଫାଷ୍ଟ ପଢନ୍ତୁ। ବାଇବେଲ ପଢିଲେ ଆପଣ ଜାଣିପାରିବେ ଅନେକ ବିଷୟ ଯୀଶୁଙ୍କ ବିଷୟ ଲେଖାଯାଇଛି। ତାପରେ ଅନେକ ବିଷୟ ଆପଣ କହି ଯାଉଛନ୍ତି। ଆଉ ପଏଣ୍ଟ ମୁଁ ପଢିବାକୁ ଚାହିଁବି। ଆପଣ କହିଲେ ଯୀଶୁଙ୍କର ବାପା କିଏ? ଆପଣ ଜାଣିଅଛନ୍ତି କି ନାହିଁ? ଯୀଶୁ ଜନ୍ମ ହେବା ପୂର୍ବରୁ 700 ବର୍ଷ ପୂର୍ବରୁ ଗୋଟେ ଭବିଷ୍ୟବାଣୀ କରାଯାଇଛି, ଯୋଉଟା କି ବାଇବେଲ ଲେଖାଯାଇଛି। ଯିଶାୟା 7:14 ଗୋଟେ କୁମାରୀ କନ୍ୟା ଗର୍ଭବତୀ ହେବ। ଦେଖନ୍ତୁ, ଗୋଟେ କୁମାରୀ କନ୍ୟା ଗର୍ଭବତୀ ହେବାର ଇମ୍ପସିବଲ, ମାତ୍ର ସେ ଯୀଶୁଙ୍କ ବିଷୟ ଲେଖାଯାଇଥିଲା। ଆଉ ତାଙ୍କର କୁମାରୀ କନ୍ୟା ହେଉଛନ୍ତି ତାଙ୍କ ମା ମରିୟମ। ଆଉ ଗେବ୍ରିଏଲ ଦୂତ ତାଙ୍କୁ ଦର୍ଶନ ଦେଇକିନା କହିଲେ, ତମର ଗର୍ଭରେ ଗୋଟେ ପବିତ୍ର ଆତ୍ମା ଦ୍ୱାରା ଗୋଟେ ପୁତ୍ରକୁ ତମେ ପ୍ରସବ କରିବ। ଆମେ ଜାଣିଛୁ ମାତା ମରିୟମ ତାଙ୍କର ଯୀଶୁଙ୍କର ମା ମରିୟମ ତାଙ୍କର ଏଙ୍ଗେଜମେଣ୍ଟ ହେଇଥିଲା ଯୋସେଫଙ୍କ ସହିତ। ତାଙ୍କ ସହିତ କିଛି ବି ଶାରୀରିକ ସମ୍ପର୍କ ନଥିଲା। ଆଉ ତା ଆଗରୁ ଆମେ ଦେଖୁଛୁ ତାଙ୍କ ଯେବେ ଖାଲି ଏଙ୍ଗେଜମେଣ୍ଟ ହେଇଥିଲା, ପବିତ୍ର ଆତ୍ମା ଦ୍ୱାରା ତାଙ୍କେ ଯୀଶୁ ଜନ୍ମ ହେଲେ। ଯୀଶୁ ଅବତାର ନେଇକି ମନୁଷ୍ୟ ରୂପରେ ଏ ଧରା ପୃଷ୍ଠରେ ଏ ଜଗତକୁ ତାଙ୍କେ ଆସିଲେ। ଏହା ନୁହେଁ ଯେ ଯୀଶୁ 2025 ବର୍ଷ ତଳେ ଥିଲେ, ନୁହେଁ। ଏହା ନୁହେଁ ଖାଲି ତାଙ୍କେ ସୃଷ୍ଟିକର୍ତ୍ତା। ତାଙ୍କେ ବାଇବେଲ ଲେଖାଯାଇଛି ଜହନ 1ରେ ତାଙ୍କ ଦ୍ୱାରା ଜଗତ ସୃଷ୍ଟି ହେଇଛି। ଏଭ୍ରି 1:3 ଲେଖାଯାଇଛି ତାଙ୍କ ଦ୍ୱାରା ୟୁନିଭର୍ସ ସୃଷ୍ଟି ହେଇଛି, ବିଶ୍ୱ ତାଙ୍କ ଦ୍ୱାରା ସୃଷ୍ଟି ହେଇଛି। ତାଙ୍କର ଆମେ ଦେଖୁଛୁ ବାଇବେଲ ଲେଖାଯାଇଛି ଅନେକ ଜାଗାରେ କି ତାଙ୍କେ ସୃଷ୍ଟିକର୍ତ୍ତା। କଲୋସିୟ 1:15-16 ଲେଖାଯାଇଛି ତାଙ୍କ ଦ୍ୱାରା ଦୃଶ୍ୟ ଏବଂ ଅଦୃଶ୍ୟ ସବୁ କିଛି ତାଙ୍କ ଦ୍ୱାରା ସୃଷ୍ଟି କରାଯାଇଛି। ତ ତାଙ୍କେ ସୃଷ୍ଟିର ଆଗରୁ ତାଙ୍କେ ଥିଲେ।
ତାଙ୍କ ଦ୍ୱାରା ଏ ସବୁ ବିଶ୍ୱ ସବୁ ସୃଷ୍ଟି ହେଇଛି, ଏ ୟୁନିଭର୍ସ ସବୁ ସୃଷ୍ଟି ହେଇଛି। ଆଉ ତାଙ୍କେ ମାନବ ରୂପରେ ଆସିବାକୁ ଅଛି ବୋଲି ତାଙ୍କେ ନେଇକି ଆମେ ଦେଖୁଛୁ ଗୋଟେ ପବିତ୍ର ଆତ୍ମା ଦ୍ୱାରା ଗୋଟେ କୁମାରୀ କନ୍ୟା ଗର୍ଭରେ ତାଙ୍କେ ଜନ୍ମ ନେଇ ଆସିଲେ। ତାଙ୍କ ସହିତ ଆମର ଜନ୍ମ ଯୀଶୁଙ୍କର ଜନ୍ମ ବିଭିନ୍ନ ଅଟେ। ଯେତିକି ମାନବ ଜାତି ଆମେ ଦେଖୁଛୁ, ଆମେ ଯେଉଁ ପ୍ରକାର ଫିଜିକାଲ ରିଲେସନ୍ସ ରଖିଲେ ଗୋଟେ ପୁଅ ହେଇଥାଏ ମାତ୍ର କିମ୍ବା ଝିଅ ହେଇଥାଏ, ମାନବ ଜାତି ଆସିଥାଏ। ଯୀଶୁଙ୍କର ସମ୍ପର୍କ ସେମିତି ମାନେ ମରିୟମଙ୍କର ସମ୍ପର୍କ ଯୋସେଫଙ୍କ ସହିତ ନଥିଲା, ଆଉ ତାଙ୍କେ କୁମାରୀ ଥିଲେ। ବାଇବେଲ ଲେଖାଯାଇଛି, ଯିଶାୟା 7:14 ଲେଖାଯାଇଛି କି ଗୋଟେ କୁମାରୀ କନ୍ୟା ଗର୍ଭବତୀ ହବ। ତ ମୁଁ କହିବାକୁ ଚାହୁଁଛି, ଆପଣ ଫାଷ୍ଟ ବାଇବେଲ ପଢ଼ନ୍ତୁ, ତାପରେ ଜାଣିପାରିବେ ଅନେକ ବିଷୟ ଲେଖାଯାଇଛି ଯୀଶୁଙ୍କର ବିଷୟରେ। ଆପଣ ଖାସ କରି ଏଇସବୁ ବିଷୟ କୁହନ୍ତୁ ନାହିଁ ଯୀଶୁ ମୋତେ ସ୍ୱପ୍ନରେ ଆଇଲେ, ଯୀଶୁ ଏଇସବୁ ବିଷୟ କହିଲେ। ଆପଣ ଏସବୁ ବିଷୟ ଭାବୁଛନ୍ତି, ଯୀଶୁ ଆପଣଙ୍କ ସ୍ୱପ୍ନ ଆସୁନାହାନ୍ତି ଆଜ୍ଞା। ଆପଣ ଏସବୁ ଭାବୁଛନ୍ତି ବୋଲି ଏଇ ପ୍ରକାର ସ୍ୱପ୍ନ ଦେଖାଉଛନ୍ତି। ସ୍ୱପ୍ନ କା ସତ ନୁହେଁ। ଅନେକ ବିଷୟ ଆପଣ କହୁଛନ୍ତି। ଫାଷ୍ଟ ବାଇବେଲ ପଢ଼ନ୍ତୁ, ବାଇବେଲ କ'ଣ ଲେଖା ଅଛି ଶିଖନ୍ତୁ। ଆପଣଙ୍କୁ ଆଉ ଗୋଟେ ଏକ୍ଜାମ୍ପଲ ଦେବାକୁ ଚାହିଁବି। ଆପଣ ତ ଜିମ୍ କରନ୍ତି ନା, ମୁଁ କହିବାକୁ ଚାହିଁବି ୱାର୍କଆଉଟ୍ ଆପଣ କରନ୍ତି। ଯଦି ଗୋଟେ ପତଲା ପିଲା, ଗୋଟେ ସ୍କିନି ପିଲା, ଗୋଟେ ପତଲା କେବେ ଜିମ୍ ଯାଇନଥିବ, କେବେ ଏକ୍ସରସାଇଜ କରିନଥିବ, କେବେ ଜିମ୍ର ଟ୍ରେନିଂ ନେଇନଥିବ, ଆଉ ସେଇ ପିଲା ଯଦି ଆପଣଙ୍କୁ ୱାର୍କଆଉଟ୍ ଶିଖେଇବ, ତ ଭାଇ ଏ ପ୍ରକାର ଏକ୍ସରସାଇଜ କର, ଆପଣଙ୍କର ଏପ୍ସ ଆସିବ, ଏ ପ୍ରକାର ଏକ୍ସରସାଇଜ କର, ଆପଣଙ୍କର ଟ୍ରାଇସେପ୍ସ ବା ବାଇସେପ୍ସ ଏସବୁ ବିଷୟ ଆସିବ, ଆପଣ ହସିବେ। ଆପଣ ତା କଥା ବିଶ୍ୱାସ କରିବେନି, କାହିଁକି ନା ସିଏ କେବେ ଜିମ୍ କରିନାହିଁ, ତାର କଥା ଆପଣ ଶୁଣିବେନି। ଠିକ୍ ସେ ପ୍ରକାର ଆପଣ ସେ ପ୍ରକାର ବ୍ୟକ୍ତି। ଆପଣ ବାଇବେଲ ପଢ଼ି ନାହାନ୍ତି, ବାଇବେଲ ବିଷୟରେ କିଛି ଜାଣି ନାହାନ୍ତି, ଆଉ ଆପଣ ଆମକୁ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଶିଖାଉଛନ୍ତି। ଆପଣ କହୁଛନ୍ତି ଫାର୍ଷ୍ଟ ଟେଷ୍ଟାମେଣ୍ଟ, ସେକେଣ୍ଡ ଟେଷ୍ଟାମେଣ୍ଟ। ଫାର୍ଷ୍ଟ ଟେଷ୍ଟାମେଣ୍ଟ, ସେକେଣ୍ଡ ଟେଷ୍ଟାମେଣ୍ଟ କିଛି ନୁହେଁ। ଓଲ୍ଡ ଟେଷ୍ଟାମେଣ୍ଟ, ନ୍ୟୁ ଟେଷ୍ଟାମେଣ୍ଟ ଅଛି। ଓକେ, ତାପରେ ଆପଣ ଖ୍ରୀଷ୍ଟିଆନିଜମ କହୁଛନ୍ତି। ଖ୍ରୀଷ୍ଟିଆନିଜମ ବୋଲି କିଛି ନୁହେଁ, ଖ୍ରୀଷ୍ଟିଆନିଟି ବୋଲି ଅଛି। ଆପଣ ଫାଷ୍ଟ ବାଇବେଲ ପଢ଼ନ୍ତୁ, ବାଇବେଲରେ କ'ଣ ଲେଖାଯାଇଛି ଫାଷ୍ଟ ବାଇବେଲ ପଢ଼ନ୍ତୁ, ତାପରେ ଆପଣ ଡିବେଟ୍ କଲେ କିଛି ଗୋଟେ ହବ। ମୁଁ କହିବାକୁ ଚାହୁଁଛି, ଆପଣ ବାଇବେଲ ନ ପଢ଼ିକି କିଛି ସୁଡୋଗ୍ରାଫି ବହି ପଢ଼ିକିନା ଡିବେଟ୍ କଲେ କିଛି ହବନି। ଫାଷ୍ଟ ବାଇବେଲକୁ ଜାଣନ୍ତୁ, ବାଇବେଲର ମର୍ମକୁ ବୁଝନ୍ତୁ, ବାଇବେଲର କ'ଣ ଲେଖାଯାଇଛି ଯୀଶୁଙ୍କ ବିଷୟରେ। ଏସବୁ ପଢ଼ିଲା ପରେ ଆପଣ ଜାଣିପାରିବେ ଯୀଶୁ ଖ୍ରୀଷ୍ଟ କିଏ। ତ ମୁଁ ରିକ୍ୱେଷ୍ଟ କରିବି ଆମର ଦର୍ଶକ ସମସ୍ତଙ୍କୁ କି ଏଇ ଭିଡ଼ିଓ ଖାସ କରି ମୁଁ ବନେଇଛି ଆମର ତପି ଭାଇ ପାଇଁ, ତପି ମିଶ୍ର ଭାଇ ପାଇଁ। ଆଉ ତାଙ୍କେ ଯୀଶୁଙ୍କ ବିଷୟରେ ଅନେକ ଅନାପ ଶନାପ କହୁଛନ୍ତି। ଏସବୁ ଜିନିଷ ବନ୍ଦ କରନ୍ତୁ, ବାଇବେଲ ପଢ଼ନ୍ତୁ, ଯୀଶୁଙ୍କୁ ବିଷୟରେ ଜାଣନ୍ତୁ। ଧନ୍ୟବାଦ।